हेलो फ्रेंड्स, स्वागत करुच्ची ज्ञान भंडार चैनल रे पुणी एक नुआ फ्रेश एपिसोड्र नाटी हूँ जदि नारी माने यही सब कथा जानी ना तो जानी रखंतु। बहुत महत्वपूर्ण बाणी अटे। आम हिंदू धर्म रे नारी को लक्ष्मी स्वरूप कुहाଯାଇଛି, किंतु तांको पई एपरि किछि कथा अछि जहा जानी रखिबा निहाती उचित। ଯେଉଁ ନାରୀମାନେ ମିଥ୍ୟାର ଆଶ୍ରୟ ନେଇଥାନ୍ତି ତାଙ୍କଠାରେ ସର୍ବଦା ଚର୍ମ ରୋଗ ଲାଗି ରହିଥାଏ। ଯେଉଁ ନାରୀମାନେ ଅନ୍ୟର ସନ୍ତାନୀକୁ ହଇରାଣ ହରକତ କରିଥାନ୍ତି ସେମାନେ ସନ୍ତାନ ସୁଖରୁ ବଞ୍ଚିତ ରହିଥାନ୍ତି। ଯେଉଁ ନାରୀମାନେ ନିଜ ସ୍ୱାମୀଙ୍କୁ ମାନିନଥାନ୍ତି ଏବଂ କଟୁ କଥା କହିଥାନ୍ତି ସେ ଅଶାନ୍ତିରେ ଦିନ କାଟିଥାନ୍ତି। ଯେଉଁ ନାରୀମାନେ ସ୍ୱାମୀଙ୍କ ମନରେ ଆଘାତ ଦେଇଥାନ୍ତି ସେମାନେ କାଳସର୍ପ ହୁଅନ୍ତି। ଯେଉଁ ନାରୀମାନେ ଜୋରରେ ହସିଥାନ୍ତି ସେମାନଙ୍କ ପ୍ରତି ଲକ୍ଷ୍ମୀ ଅଶାନ୍ତ ହୋଇଥାନ୍ତି। ଯେଉଁ ନାରୀମାନେ ନିୟମିତ ନିଜ ସନ୍ତାନକୁ ମାଡ଼ ମାରିଥାନ୍ତି ସେମାନେ ମହାପାପିନୀ ହୋଇଥାନ୍ତି। ଯେଉଁ ନାରୀମାନେ ଗର୍ଭପାତ କରୁଥିବେ ସେମାନେ ବ୍ରହ୍ମ ହତ୍ୟା ଦୋଷର ଭାଗଦାରୀ ହୋଇଥାନ୍ତି। ଯେଉଁ ନାରୀମାନେ କୁମାରୀ ଜୀବନରେ ଗର୍ଭବତୀ ହୋଇଥାନ୍ତି ସେମାନେ ପରଜନ୍ମରେ ପଶୁଜନୀ ହୋଇଥାନ୍ତି। ଯେଉଁ ନାରୀମାନେ ସ୍ୱାମୀଙ୍କୁ କୁମନ୍ତ୍ରଣା ଦିଅନ୍ତି ସେମାନେ ଅଲକ୍ଷଣୀ ଅଟନ୍ତି। ଯେଉଁ ନାରୀମାନେ ନିଜର ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ମିଶନ୍ତି ସେମାନଙ୍କୁ କୁଳଟା କୁହାଯାଏ। ଯେଉଁ ନାରୀମାନେ ପରିବାରରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ନାହିଁ ଲକ୍ଷ୍ମୀ ସେମାନଙ୍କୁ ସହାୟ ହୁଅନ୍ତି ନାହିଁ। ଯେଉଁ ନାରୀମାନେ ଅପୁତ୍ରୀ ହୋଇଥାନ୍ତି ସେମାନେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କଲେ ସେହି ନାରୀମାନେ ପୁତ୍ରବତୀ ହୋଇଥାନ୍ତି। ଯେଉଁ ନାରୀମାନେ ନିଜର ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ସେବା ପୂଜା ଅର୍ଚ୍ଚନା ନକରି ତୀର୍ଥଧାମକୁ ଯାଇ ସେ ନାରୀମାନଙ୍କର ପୂଜା ନିଷ୍ଫଳ ହୋଇଥାଏ। ଯେଉଁ ନାରୀମାନଙ୍କର କେବଳ କନ୍ୟା ସନ୍ତାନ ଜନ୍ମ ହେଉଥାଏ ସେହି ନାରୀମାନେ କୌଣସି ରବିବାର ଦିନ ପୁଷ୍ୟ ନକ୍ଷତ୍ର ହୋଇଥିଲେ ସେହିଦିନ ଏକ ବିଲେଇର ନଖ ଡେଉଁରିଆରେ ପୁରାଇ ନିଜ ଡାହାଣ ବାହୁରେ ବାନ୍ଧିଲେ ପୁତ୍ର ଜନ୍ମ ହୋଇଥାଏ। ଯେଉଁ ଗର୍ଭବତୀ ନାରୀ କୌଣସି ଫଳ ଖାଉଥିବା ବେଳେ ଏହି ଫଳ ପାଟିରୁ ଛିଟିକି ଆସି ତା କଳରେ ପଡ଼େ ତେବେ ଏହା ଅତ୍ୟନ୍ତ ଶୁଭ। ଯଦି ସେହି ସମୟରେ ଗର୍ଭବତୀ ନାରୀ ପାଖରେ କୌଣସି ବନ୍ଧ୍ୟା ନାରୀ ଥାଏ ଚୁପଚାପ ସେ ଫଳ ଗର୍ଭବତୀ କଳରୁ ଉଠାଇ ନେଇ ଖାଇଦିଅ ତେବେ ଆପଣଙ୍କର ବନ୍ଧ୍ୟା ଦୋଷ କଟିଯିବ, ବନ୍ଧ୍ୟା ନାରୀ ବି ଗର୍ଭବତୀ ହୋଇଯିବ। ତ ଜାଣିଲେ ତ ଏଇ କଥା ନାରୀମାନେ ନିହାତି ଜାଣିବା ଉଚିତ। ଆଶା କରୁଛି ଆପଣଙ୍କୁ ଏଇ ଛୋଟ ଟିପ୍ସ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ନିହାତି ଗୋଟେ ଲାଇକ୍ କରିବେ ଆଉ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲ ସହିତ ଯୋଡ଼ି ହୋଇନାହାନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।